ସତ୍ୟମେବ ଜୟତେ ଭାରତୀୟ ଆତ୍ମାର ଚିରନ୍ତନ ଉଦ୍ଘୋଷ। ସତ୍ୟମେବ ଜୟତେ, ସତ୍ୟର ହିଁ ଜୟ ହୁଏ, ମିଥ୍ୟାର ନୁହେଁ। ଏହି କାଳଜୟୀ ଆଦର୍ଶ ଉପରେ ଭାରତୀୟ ସଭ୍ୟତାର ଭିତ୍ତିଭୂମି ସ୍ଥାପିତ। ଭାରତର ଜାତୀୟ ଆଦର୍ଶ ବାକ୍ୟ ସତ୍ୟମେବ ଜୟତେ କେବଳ ଏକ ଶବ୍ଦଗୁଚ୍ଛ ନୁହେଁ, ବରଂ ଏହା ଭାରତୀୟ ଆତ୍ମାର ଚିରନ୍ତନ ଉଦ୍ଘୋଷ। ପ୍ରାଚୀନ ମୁଣ୍ଡକ ଉପନିଷଦରୁ ଗୃହୀତ ଏହି ପବିତ୍ର ମନ୍ତ୍ର ଆମ ଦେଶର ନୈତିକତା, ନ୍ୟାୟ ଏବଂ ଅଖଣ୍ଡର ପ୍ରତୀକ। ସ୍ୱାଧୀନତା ସଂଗ୍ରାମ ସମୟରେ ଜନମାନସରେ ଦେଶପ୍ରେମ ଓ ସତ୍ୟର ନିଆଁ ଜାଳିବାରେ ଏହି ବାଣୀର ଭୂମିକା ଅତୁଳନୀୟ ଥିଲା। ଆଜି ମଧ୍ୟ ଜାତୀୟ ପ୍ରତୀକର ନିମ୍ନ ଭାଗରେ ଶୋଭା ପାଉଥିବା ଏହି ବାକ୍ୟଟି ପ୍ରତ୍ୟେକ ଭାରତୀୟଙ୍କୁ ସଚ୍ଚୋଟ ଏବଂ ସତ୍ୟ ପଥରେ ଚାଲିବା ପାଇଁ ଅହରହ ପ୍ରେରଣା ଯୋଗାଇ ଚାଲିଛି। ସଫଳତା ପାଇବେ କେମିତି? କମ୍ କଥା କୁହନ୍ତୁ, କମ୍ ଅଭିଯୋଗ କରନ୍ତୁ, ଅଯଥା କଥା ଚିନ୍ତା କରନ୍ତୁ ନାହିଁ, ସନ୍ଦେହ ହ୍ରାସ କରନ୍ତୁ, ଅଳସୁଆ ହୁଅନ୍ତୁ ନାହିଁ, ଦୁଃଖୀ ହେବା କମ୍ କରନ୍ତୁ, ଘୃଣା କରନ୍ତୁ ନାହିଁ, ଅଯଥା ଖର୍ଚ୍ଚ କରନ୍ତୁ ନାହିଁ, ଫାଷ୍ଟ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ, ଅଧିକ ଶୁଣିବା ଶିଖନ୍ତୁ, ଉତ୍ସାହିତ ରୁହନ୍ତୁ, ପଦକ୍ଷେପ ନେବା ଆରମ୍ଭ କରନ୍ତୁ, ବିଶ୍ୱାସ କରିବା ଶିଖନ୍ତୁ, ସବୁବେଳେ ହସୁଥାନ୍ତୁ, ସମସ୍ତଙ୍କୁ ଭଲ ପାଆନ୍ତୁ, ଟଙ୍କା ସଞ୍ଚୟ କରନ୍ତୁ, ସୁସ୍ଥ ଖାଦ୍ୟ ଖାଆନ୍ତୁ, ସମୟକୁ ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ରଖନ୍ତୁ, ସବୁ ମିଳିବ। ସମସ୍ୟାରେ ପଡ଼ିଛନ୍ତି ବୋଲି ଚିନ୍ତା କରନ୍ତୁ ନାହିଁ। ଯିଏ ଆପଣଙ୍କୁ ସମସ୍ୟାରେ ପକେଇଛି, ସମୟ ଆସିଲେ ସେଇ ସମାଧାନ କରିବ। ଆପଣଙ୍କୁ ଖାଲି ଧୈର୍ଯ୍ୟର ସହିତ ଭଗବାନଙ୍କ ବିଚାରକୁ ଅପେକ୍ଷା କରିବାକୁ ପଡ଼ିବ। ଜୀବନରେ ବଞ୍ଚିବାକୁ ହେଲେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ, କେବଳ ନୀରବତା ହିଁ ଯଥେଷ୍ଟ। ଯଦି ଆପଣ ରାସ୍ତାରେ ଏକୁଟିଆ ରହିଯାଉଛନ୍ତି, ବୁଝିନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି, କାହିଁକି ନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି। ଭୋଜନ ସମୟରେ କ'ଣ କରିବେ? ଭୋଜନ କଲାବେଳେ ନୀରବ ରୁହନ୍ତୁ। ରାତିରେ ପେଟ ପୂରା ଭୋଜନ କରନ୍ତୁ ନାହିଁ। ଭୋଜନ ସମୟରେ କହିବା ଜରୁରୀ ଥିଲେ ସକାରାତ୍ମକ କଥା କୁହନ୍ତୁ। ଭୋଜନ ସମୟରେ କୌଣସି ସମସ୍ୟା ଚର୍ଚ୍ଚା କରନ୍ତୁ ନାହିଁ। ଭୋଜନକୁ ଚୋବେଇ ଚୋବେଇ ଖାଆନ୍ତୁ। ସବୁଠାରୁ ପ୍ରଥମେ ମିଠା, ତାପରେ ଲୁଣିଆ, ଶେଷରେ ପିତା ଜାତୀୟ ଖାଦ୍ୟ ଖାଇବା ଉଚିତ। ଭୋଜନର ଅଧଘଣ୍ଟା ପରେ ପାଣି ପିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ।